ଯୋଜନା ସେମାନେ ଆଜି ଆଉ ଏକ ବ୍ଲଗ୍ ଆପଣଙ୍କୁ ସ୍ୱାଗତ ଦେଖିପାରୁଥିବେ। ଆମେ ଏଇନା ଯିବା ହେଲା ବାଲେଶ୍ୱର ମହୋତ୍ସବ, ଯେଟା ଜିଲ୍ଲା ସ୍କୁଲରେ ପଡ଼ିଆରେ ପଡ଼ିଛି। ତ ଏବେ ମୁଁ ଆମ ଭାଇ ଯିବା ବାଇକ୍ରେ। ତ ଆମେ ଏବେ ପହଞ୍ଚିଲେ ରାମେଶ୍ୱର ମନ୍ଦିର ପାଖର, ତାପରେ ଆମେ ସିଧା ଯିବା। ତ ଶୀତ ବି ଅଛି, ଆଉ ବି ଟିକେ ବୁଲିତେ ଯିବା, କିଛି ବ୍ଲଗ୍ କରିଦେବା, କିଛି କ୍ଲିପ୍ ନେଇଯିବା ସୁଟ୍ ପାଇଁ। ତ ଆମେ ଏବେ ଆସିକି ପହଞ୍ଚିଗଲେ ହେଲା ରେମଣା ଏଫଏମ୍ କଲେଜ ପାଖର। ତାପରେ ଆମେ ଯିବା ହେଲା ଟିକେ ମୋବାଇଲ ଦୋକାନ ପାଖକୁ, କାରଣ ସାଙ୍ଗଟାର ଗୋଟେ କଭର ଆଣିତେ ଯିବା। ତ ଦେଖନ୍ତୁ ଆମେ ହେଲା ଚାଲିଛେ, ତ ଦୋକାନ ସବୁ ଅଛନ୍ତି, ତାହେଲେ ଆମେ ଭିତରକୁ ଯିବା ଆଉ ଆମେ ସେଇ ଦୋକାନରେ ନବା। ତ ଦେଖିପାରୁଥିବେ ଏଇଟା ପସନ୍ଦ ହେଲା, ତ ଏଇଟା ଆମେ ନେଇକି ମୋବାଇଲ କଭର ନେଇକି ଆସିକି ଆମେ ଆକୁ ତାହେଲେ କଚେରୀ ପାଖରେ ପହଞ୍ଚିଲେ। ତ ଆମେ ଆକୁ ଯିବା ଜିଲ୍ଲା ସ୍କୁଲ ପଡ଼ିଆ। ତ ମହୋତ୍ସବଟା ହେଲା ଜିଲ୍ଲା ସ୍କୁଲ ପଡ଼ିଆରେ ହିଁ ପଡୁଛି। ଆମେ ଆସିକି ମହୋତ୍ସବ ଆଗରେ ଠିଆ ହେଇଗଲେ, ଗାଡ଼ିଟା ଆମେ ରଖିଦେଲେ, ଗାଡ଼ି ରଖିଦେଇକି ଆମେ ଭିତରକୁ ଯିବା। ଆମେ ଆସିକି ପହଞ୍ଚିଗଲେ ହେଲା ଜିଲ୍ଲା ସ୍କୁଲ ପଡ଼ିଆର। ତ ଜିଲ୍ଲା ସ୍କୁଲ ପଡ଼ିଆ ଭିତରକୁ ଯିବା। ତ ଏଇଟା ହେଲା ହଣ୍ଡା ସୋରୁମଟା ଇଏ ୱାର୍କର କାମ କରନ୍ତି। ତ ଆମେ ଏଇଠୁ ହେଲା ଯିବା। ଏଇଟା ଦେଖିପାରୁଥିବେ, ଏଇଟା ହେଲା ବାଲେଶ୍ୱର ମହୋତ୍ସବ ଦେଖିପାରୁଥିବେ। ସରକାରଙ୍କୁ ଭାବନା ସାଙ୍ଗକୁ ଆମକୁ ଆମ ତାକୁ ହାସଲ କରିବାକୁ ଛୁଆମାନଙ୍କ ପାଇଁ ଖେଳନା ମାନେ ଖେଳିବା ପାଇଁ ସବୁ ବଡ଼ ଲୋକ ଛୁଆମାନେ। ଏଠି ହେଲା ସୁନାମୀ ବି ପୁରା ଫାଙ୍କା, ଆଉ ବ୍ରେକ୍ ଡାନ୍ସ ବି ଏତେ ବି ଲୋକ ନାହାନ୍ତି ଏବେ। ତ ଏଇଟା କେତେ ଦିନ ହେଇଛି ଏଟା ତ ଜଣା ନାହିଁ, କିନ୍ତୁ ଏଠି ବେଶୀ ଲୋକ ନାହାନ୍ତି ଏବେ। ତ ଲୋକ ଆସୁଛନ୍ତି ଆହୁରି, ଆଉ ସେପଟର ଭାଷଣ ଚାଲିଛି। ଷ୍ଟେଜର ବି ପୁରା ଫାଙ୍କା ଅଛି। ଆଉ ଏଇଠି ଅଛନ୍ତି ଆମ ଉତ୍ସବ କମିଟିର ଚେୟାରମ୍ୟାନ ଜିଲ୍ଲା ପଞ୍ଚାୟତର ଅଧ୍ୟକ୍ଷ ନାରାୟଣ ବାବୁ ଏବଂ ମଞ୍ଚାସୀନ ସମସ୍ତ ଉତ୍ସବ କମିଟିର ଭିଡ଼ ବି ଏତେ ନାହିଁ, ଅଛି। ପଳେଇ ଆସ ବୁଲତେ। ଏବଂ ମଞ୍ଚ ଆଗରେ ବସିଥିବା ଆଇସ୍କ୍ରିମ ବାଲା ଆସୁଛନ୍ତି। ଆଉ ସବୁ ଭେରାଇଟି ଷ୍ଟୋର ସବୁ ଅଛି। ଦେଖିପାରୁଥିବ ଏଠି ଏଫର ଶୋରୁମର ବି ଇଏ କରୁଛି ଆଡଭର୍ଟାଇଜମେଣ୍ଟ। ବାଲେଶ୍ୱର ଭଦ୍ରକ ସମବାୟ ବ୍ୟାଙ୍କ ବାମ୍ବର ଚିକେନ ରନ୍ଧା ହଉଛି। ମକା ଏପଟେ ଛତୁ ମକା। ମେଳା ହବ ଫେରେ ମଥୁରା କେକ୍ ନଥିବ, ଏଇଟା ହେଇପାରିବ। ଦେଖିପାରୁଥିବ ଏଠି ହେଲା ମଥୁରା କେକ୍ ଷ୍ଟଲ୍ ମଧ୍ୟ ଅଛି। କଫି ପକୋଡା 20 ଟଙ୍କା, ତ 20 ଟଙ୍କା 3 ପିସ୍। ତ ଆମେ ମଗେଇବା ଗୋଟେ ହେଲା କଫି ପକୋଡା। ଦେଖିପାରୁଥିବେ ମଥୁରା କେକ୍ ଆଉ ଲଙ୍କା ଚପ୍ କଫି ପକୋଡା 20 ଟଙ୍କା। ତ ଆମେ ହେଲା ପକୋଡା ହେଲା ଅର୍ଡର କଲେ, 30 ଟଙ୍କା ଥିଲା। ଭାଇ ନେଇକି ଆଇଲା, ଭାଇ ଖାଉଛୁ। ପକୋଡା ଖାଇକି ଆମେ ଏବେ ଘରକୁ ପଳେଇବା। ରାତି ବି ହେଲାଣି, ଆମେ ପଳେଇବା ଘରକୁ। ପୁରା ଫାଙ୍କା ଅଛି, ଏତେ ବି କେହି ଲୋକ ଆସିନାହାନ୍ତି। ଆଜି ସଂକ୍ରାନ୍ତି ହେତୁ କି ଅଲଗା କିଛି ଆସୁନାହାନ୍ତି ଏତେ। ତ
ତ ପୁରା ଫାଙ୍କା ଅଛି ପଳେଇବା ବାହାର କରିଦେଲୁ ଆମେ ପଳେଇବା ଏବେ ଆମେ ଏବେ ଯିବା ହେଲା ଗାନ୍ଧୀ ସ୍ମୃତି ଭବନ ତ ବାପାଲି କହିବା କି ସେ ନବ ହେଲା ମକା ଚାଲିଛି ତ ଆମେ ଏଇ ଗାନ୍ଧୀ ସ୍ମୃତି ଭବନ ପାଖାପାଖି ପହଞ୍ଚି ଗଲେଣି ଏଠି ହେଲା ଗାନ୍ଧୀ ସ୍ମୃତି ଭବନ ନେଇକି ଯାଉଛୁ ଏବେ ନେଇ ପଳେଇବା ହେଲା ଘରକୁ ଆସିଲେ ତ ଘରକୁ ଆସିଲା ବେଳେ ଆମକୁ ଭୋକ ଲାଗିଲା ତ ଆମେ ହେଲା ପଳେଇ ଆଇଲେ ରେମୁଣା ତ ଆପଣ ଜାଣିଛନ୍ତି ଏବେ ଶୀତ ଋତୁ ତ ଶୀତ ଋତୁରେ ଯଦି ଆମେ ମଞ୍ଚୁରିଆନ ନ ଖାଇବା ତ କେମିତି ହବ ଆମେ ଚାଲିଲେ ହେଲା ଏଇନା ମଞ୍ଚୁରିଆନ ଖାଇତେ ତ ମଞ୍ଚୁରିଆନ ଗୋଟେ ଖାଇବା ଆଉ ଦିଟା ଖାଇବା ଆଉ ଗୋଟେ ପ୍ୟାକିଂ କରିକି ଘରକୁ ନେଇଯିବା ତ ଆମେ ରେମୁଣା ମାର୍କେଟ ଉପରେ ଚାଲିଛେ ତ ଆମେ ଆସିକି ପହଞ୍ଚିଗଲେ ହେଲା ମଞ୍ଚୁରିଆନ ଦୋକାନ ପାଖର ତାପରେ ଆମେ ତାଙ୍କୁ କହିଲେ ଗୋଟେ ଦେବା ପାଇଁ ତ ସେ ଗୋଟେ ଦେଲେ ତ ଆମେ ସେଟା ଭାଇ ଗୋଟେ ଖାଇଲା ମୁଁ ଗୋଟେ ଖାଇବା ସେଟା ଦେଖା ଯାଉଛନ୍ତି ଖାଇକି ଆମେ ଘରକୁ ପଳେଇବା ତ ମୁଁ ଏବେ ହେଲା ବୁଲେଇରୁ ମୋ ବ୍ୟାଗ୍ ଆଉ ହେଲମେଟ୍ ନେଇକି ପଳେଇ ଆସିଛି ଘରକୁ ତ ଆଜିର ଭିଡ଼ିଓ କେମିତି ଲାଗିଲା ମୋତେ କମେଣ୍ଟରେ ଜଣାଇବେ ରହୁଛି ନମସ୍କାର ଜୟ ଜଗନ୍ନାଥ ରାଧେ ରାଧେ